प्रचार करुछु कवि विश्वनाथ कुंट्याकृत विचित्र रामायणर 12 भाग। संगीत प्रफुल्ल चंद्र बेहेरा, प्रयोजन डॉक्टर शांतनु कुमार रथ। ଏହି ଅଧ୍ୟାୟ ଆରମ୍ଭରେ ରାମଚନ୍ଦ୍ର ଶିବଧନୁ ଭାଙ୍ଗିବା ପାଇଁ ଧାରଣ କରିଛନ୍ତି। ଉପସ୍ଥିତ ସକଳ ରାଜାଙ୍କୁ ଚମତ୍କୃତ କରି ରାମ ଶିବଧନୁ ଭଗ୍ନ କରିଛନ୍ତି। ରାମ ଧନୁ ଭାଙ୍ଗିବା ସମ୍ବାଦ ଶୁଣି ସୀତାଙ୍କର ପୁଲକ ଜାତ ହୋଇଛି। ସଖୀଙ୍କ ଗହଣରେ ସୀତା ସ୍ୱୟଂବର ସଭାରେ ପ୍ରବେଶ କରି ରାମଙ୍କ ଗଳାରେ ବରଣମାଳା ଦେଇଛନ୍ତି। ରାଜା ଜନକ ବହୁ ଗୌରବର ସହିତ ବିଶ୍ୱାମିତ୍ର ଓ ରାମ ଲକ୍ଷ୍ମଣଙ୍କୁ ନିଜ ପୁରକୁ ନେଇଛନ୍ତି ଏବଂ ରଥଙ୍କ ନିକଟକୁ ବିବାହ ନିମନ୍ତେ ସନ୍ଦେଶ ପଠାଇଛନ୍ତି। ଧନୁ ଧରି ରାମ ହୋଇଲେ ଉଭା, ଲକ୍ଷେ ନୃପତିରେ ଦିଶନ୍ତି ଶୋଭା। ଧନୁ ଧରି ରାମ ହୋଇଲେ ଉଭା, ଲକ୍ଷେ ନୃପତିରେ ଦିଶନ୍ତି ଶୋଭା। ବାମ ଦେବ କୋଦଣ୍ଡ ହୋଇଲା ବେନି ଖଣ୍ଡ, ଧୋନି କଲା ପ୍ରଚଣ୍ଡ ମୋଗେ ସକଳ ପିଣ୍ଡ। ଲକ୍ଷ୍ମଣ କରେ ନେଇ ଧନୁସର, ରାଜସଭାକୁ ବୋଲଇ ଉତ୍ତର। ପାରିଲେ ସକଳେ ଧନୁକୁ ଧର, ଧନୁ ଭାଙ୍ଗି ଯଶର ଖମକିର। ଧ୍ୱନି କଲା ପ୍ରଚଣ୍ଡ ମୋহে ସକଳ ପିଣ୍ଡ, ଧ୍ୱନି କଲା ପ୍ରଚଣ୍ଡ ମୋহে ସକଳ ପିଣ୍ଡ। ଶୁଣି ରାଜା ମାନେ ରାମ ଉତ୍ତର, ଭୂମିକି ଚାହିଁ ନମ୍ବ କଲେ ଶିର। ବାମ କରେ ଧନୁ ଧରିଣ ରାମ, ଚଢ଼ାଇ ଟଙ୍କାରିଲେ ଗୁଣ ଦାମ। ଧ୍ୱନି କଲା ପ୍ରଚଣ୍ଡ ମୋହେ ସକଳ ପିଣ୍ଡ, ଧ୍ୱନି କଲା ପ୍ରଚଣ୍ଡ ମୋହେ ସକଳ ପିଣ୍ଡ। ଯେତେ ଲଉ ଥାଇ ସର ଆସନ, ତେତେ ଲଉ ଥାଇ ମୁକୁଟ ମାନ। ଯେତେବେଳେ ଟାଣିଲେ ଗୁଣ, ଟାଣିଲେ କି ସର୍ବନୃପତି ବାଣ। ଧ୍ୱନି କଲା ପ୍ରଚଣ୍ଡ ମୋହେ ସକଳ ପିଣ୍ଡ, ଧ୍ୱନି କଲା ପ୍ରଚଣ୍ଡ ମୋହେ ସକଳ ପିଣ୍ଡ। କର୍ଣ୍ଣ ସରିକି ଆଣିଲେ ଓଟାରି, ହସ୍ତିକି ଯେନେ ଧଇଲା କେଶରୀ। ଯେତେବେଳେ ଭଗ୍ନ କଲେ କୋଦଣ୍ଡ, ହସ୍ତି ଭାଙ୍ଗିଲା କିଏ ଇକ୍ଷୁଦଣ୍ଡ। ଧ୍ୱନି କଲା ପ୍ରଚଣ୍ଡ ମୋହେ ସକଳ ପିଣ୍ଡ, ଧ୍ୱନି କଲା ପ୍ରଚଣ୍ଡ ମୋହେ ସକଳ। ଦ୍ରୌପଦୀଙ୍କର ଯେତେ ଆଶା ଥିଲା, ଧନୁ ସଙ୍ଗତେ ସେ ନ ହୋଇଲା। ଧନୁ ଭାଙ୍ଗି ରାମ ନିଜ ଆସ୍ଥାନେ, ଦକ୍ଷିଣ ବୀର ସନୃପତି ମାନେ। ଧ୍ୱନି କଲା ପ୍ରଚଣ୍ଡ ମୋହେ ସକଳ ପିଣ୍ଡ, ଧ୍ୱନି କଲା ପ୍ରଚଣ୍ଡ ମୋহে ସକଳ ପିଣ୍ଡ।
ସେହି ସମୟରେ କୁସୁମ ଧନୁକି ଧନୁଆ ମଞ୍ଚିଲା ରିପୁକୁ ଦଣ୍ଡ ବିନିୟ ଦେଖିଲ ହୁଏକି ଆନନ୍ଦ ଅଳୟ ପବନ ଲାଗିଲେ ଯେ ସନେ ପଲ୍ଲବୀ ମାକନ୍ଦ ରାମ ଭୁଜ ଦଣ୍ଡ ପ୍ରଚଣ୍ଡ ଦେଖିଲ ରସ କାତର କୁସୁମ ସର ଭେଦେ ମରମ ଭିତର ସଖୀ ଜାଣି ବୋଲେ ନ ଡର ତରୁଣୀ ଦେଖ ଦିନ ବଣି କିରଣ ଲାଗିଣ ହାଟଇ ଧରଣୀ ଆନନ୍ଦ ନଳିନୀ ଯେ ବଣ ଭ୍ରମର ଶୁଷ୍କ ତରୁବର ବଦନେ ସେ ପୁଣି ମାଳତୀ କୁସୁମ ଚୁମ୍ବିଲା ମାତ୍ରକେ ଛାଡ଼ଇ ସଖୀ ବାଣୀ ଶୁଣି ସରୋଜ ଲୋଚନା ହୋଇଲେ ପ୍ରମୋଦ ବୋଲେ ବିରାମଚନ୍ଦ୍ର ଦେଖି ଫୁଟେ ଜାନକୀ କୁମୁଦ জগতিরু ওল্হাই আনন্দি সুখাসনে মন হেউছি আনন্দ রবি দেখি প্রফুল্ল কি নবরবিন্দ রাজসভা নিকটকু বেঢ়ি সমস্ত যুবতী হুড়হুড়ি দিয়ন্তি যুবতী সমূহ মধ্যে শোভিময়ী থিলি যে শনি নক্ষত্র মধ্যে পূর্ণচন্দ্র মিলি মন হেউছি আনন্দ রবি দেখি প্রফুল্ল কি নবরবিন্দ চন্দ্রমা উদয় কি দেখিলা চন্দ্রমণি ସେହି ରୂପେ ସୀତାଙ୍କୁ ଦେଖିଲେ ରଘୁମଣି ମନ ହେଉଛି ଆନନ୍ଦ ରବି ଦେଖି ପ୍ରଫୁଲ୍ଲ କି ନବରବିନ୍ଦ ଯେତେବେଳେ ରମଣୀ ସଭାକୁ ଦେଲେ ଦୃଷ୍ଟି ରାଜାଙ୍କ ଶରୀରେ କାମ କଲା ସର ବୃଷ୍ଟି ହେମମାଳା ବାଲା ରାମ କଣ୍ଠେ ଲମ୍ବାଇଲେ ଶ୍ରୀଫଳ ଶ୍ରୀକରେ ଦେଇ ଶରଣ ପଶିଲେ ମନ ହେଉଛି ଆନନ୍ଦ ରବି ଦେଖି ପ୍ରଫୁଲ୍ଲ କି ନବରବିନ୍ଦ ବାହୁଡ଼ି ନିଜ ପୁରୀ ପ୍ରବେଶ ହୋଇଲେ ଜନକ ଅନେକ ରତ୍ନ ବ୍ରାହ୍ମଣଙ୍କୁ ଦେଲେ ମନ ହେଉଛି ଆନନ୍ଦ ରବି ଦେଖି ପ୍ରଫୁଲ୍ଲ କି ନବରବିନ୍ଦ ଲଜ୍ଜା ପାଇ ନ ରହି
ପୁରକୁ ନେଲେ ରାମ ଲକ୍ଷ୍ମଣଙ୍କୁ କୋଳେ ବସାଇ ଋଷିଙ୍କ ମେଳେ ଦାରିଣ ଲେଖା ଲେଖି ଦୂତଙ୍କୁ ଦେଲେ ଦଶରଥ କହିଲେ ବିଭା ନ ଜଣାଇ କଲେ ତଦି ଶିବ ଅଶୋଭା ଜନକ ନୃପତି ଦୂତ ଅଯୋଧ୍ୟାପୁରେ ଉଦିତ ତୁରିତେ ଛିଟାଉ ଦେଲା ରାଜାଙ୍କ ପାଶେ ପ୍ରଭୁ ତୁମ୍ଭକୁ ମୋର ବିଶ୍ୱାମିତ୍ରଙ୍କ ସଙ୍ଗର ବିଜୟ କରିଅନ୍ତି ମିଥିଳା ଦେଶେ ଶିବଧନୁ ଭାଙ୍ଗିଲେ ହେଳେ ଲୋକେ ରାଜା ରୁଣ୍ଡ ହୋଇ ଦେଖିଲେ ଡୋଳେ ତାଡ଼କି ସୁବାହୁ ରାମଚନ୍ଦ୍ର ମହାବାହୁ ଜାଗର କ୍ଷୀଣ ମୁନି କି ଅଭୟ ଦେଲେ ଗୌତମଙ୍କ ଯୁବତୀ ସାପରେ ପାଷାଣ ମୂର୍ତ୍ତି ଚରଣ ଲଗାଇ ତାଙ୍କୁ ଯୁବତୀ କଲେ ବିଜେ କଲେ ବିବାହ ହୋଇବ ଜନକ ତୁମ୍ଭ ଛାମୁକୁ ବେଶିଲେ ଦେବ ଶୁଣି ଦ୍ରୌପଦୀ ଆନନ୍ଦ ଚକ୍ଷୁ କି ପାଇଲା ଦୂତକୁ ଧନ ବସନ ବଧାଇ ଦେଲେ ସଙ୍ଗେ ଭରତ ଶତ୍ରୁଘ୍ନ ଆବର ସକଳ ସୈନ୍ୟ ଘେନି ନୃପତି ମୁକୁଟ ବାହାର ହେଲେ ମିଥିଳା ନବରେ ପ୍ରବେଶ ବୋଲେ ବିଶି ଶୁଭୁ ଅଛି ମଙ୍ଗଳ ଘୋଷ ଶୁଣୁଥିଲେ କବି ବିଶ୍ୱନାଥ ଖୁଣ୍ଟିଆ କୃତ ବିଚିତ୍ର ରାମାୟଣର ଦ୍ୱାଦଶ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ବିଜୟ କୁମାର ଜେନା, ବିନୋଦ ବିହାରୀ ପଣ୍ଡା।